ପ୍ରଗତି କାମନା କରୁଛି। ଆପଣମାନେ ଜାଣିଛନ୍ତି ପୃଥିବୀ ବର୍ତ୍ତମାନ ଏକ ପ୍ରକାର ଚଳଚଞ୍ଚଳ ହେଉଛି। ପୃଥିବୀ ବହୁତ ଦିନରୁ ଥିଲା, ସେ ଅଛି, ଆମେ କହିପାରିବାନି ପୃଥିବୀର ଜନ୍ମ କେବେ। ଏଇ ପୃଥିବୀକୁ ରକ୍ଷା କରିବା ପାଇଁ ସେଇ ସର୍ବଶକ୍ତିମାନ ଭଗବାନ ଯାହାଙ୍କୁ ଆମେ କହୁଛୁ, ସେ ପୃଥିବୀର ରକ୍ଷା ପାଇଁ କେବଳ ମଣିଷମାନଙ୍କୁ ହିଁ ଦାୟିତ୍ୱ ଅର୍ପଣ କରିଥିଲେ। ଆପଣମାନେ ଭାବନ୍ତୁ, ଜଙ୍ଗଲ ଆଜି ନାହିଁ, ତାକୁ ନଷ୍ଟ କରିଛି ମଣିଷ। ଗଛ ଆଜି ନାହିଁ, ତାକୁ ନଷ୍ଟ କରିଛି ମଣିଷ। ଯେତେବେଳେ ଗଛ ଥିଲା, ପ୍ରଚୁର ଗଛ ଥିଲା, ଜଙ୍ଗଲ ମଧ୍ୟ ପ୍ରଚୁର ଥିଲା। ପାହାଡ଼ ପର୍ବତ ଆମ ଆଖିରେ ଯେତିକି ପଡ଼ିଛି, ଏଇ ଭାରତ ବର୍ଷରେ ହଉ କି ଅନ୍ୟାନ୍ୟ ଭାରତ ବାହାରେ ହଉ, ଆମେ ଯେମିତି ରୂପରେ ତାଙ୍କୁ ସବୁ ଦେଖିଥିଲୁ, ଆଜି ସେ ରୂପ ଆଉ ନାହିଁ। ଆଜି ସବୁଠାରୁ ବ୍ୟତିକ୍ରମ ହେଉଛି ସୃଷ୍ଟିକୁ ବା ଈଶ୍ୱରଙ୍କ ତିଆରି ମଣିଷକୁ ଦାୟିତ୍ୱ ଦିଆହେଇଥିଲା, ତୁମେ ନିଜକୁ ରକ୍ଷା କରିବ, ପରିବାରକୁ ରକ୍ଷା କରିବ, ସମାଜକୁ ରକ୍ଷା କରିବ, ଦେଶକୁ ରକ୍ଷା କରିବ। ଏ ସବୁ ଗୁଡ଼ାକ ଦାୟିତ୍ୱ ମଣିଷ ଉପରେ। କିନ୍ତୁ ଆଜି ମଣିଷ ସେ ସବୁ ଦାୟିତ୍ୱ ନେବା ପାଇଁ ସେ ଚାହୁଁ। ରାତି ପାହିଲେ ଗଛ କଟା ହେବ, ଜଙ୍ଗଲରେ ନିଆଁ ଲାଗିବ, ବଡ଼ ବଡ଼ ମନ୍ଦିର ତିଆରି ହେବ, ସେ ମନ୍ଦିରରେ ବଡ଼ ବଡ଼ ଠାକୁର ସବୁ ପୂଜା ପାଇବେ। ଏଇ ସବୁ କଥା ବର୍ତ୍ତମାନ ଆମ ଦେଶରେ ଚାଲିଛି। ପାରିବାରିକ ଜୀବନ ଇଏ ଗୋଟେ ସ୍ୱତନ୍ତ୍ର ଜୀବନ। ସନାତନ ହିନ୍ଦୁ ଧର୍ମ ହେଉଛି ଏକ ପାରିବାରିକ ସଂସ୍କୃତିର ପ୍ରତୀକ। ଆପଣ ଶିବ ମନ୍ଦିରକୁ ଯିବେ, ସେଠି ଦେଖିବେ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକ, ନନ୍ଦୀ, ଭୃଙ୍ଗୀ, ବୃଷଭ, ଏମିତି ଗୋଟେ ପରିବାର ସେଠି ଅଛି। ଯଦି ବିଷ୍ଣୁଙ୍କ ମନ୍ଦିରକୁ ଯିବେ, ସେଠି ମଧ୍ୟ ଆପଣ ଦେଖିବେ, ଧରନ୍ତୁ ଆମ ଜଗନ୍ନାଥଙ୍କ ମନ୍ଦିରକୁ ଗଲେ, ଆମେ ସେଠି କ'ଣ ଦେଖିବୁ? ସେଠି ବି ଦେଖିବୁ ଭାଇ, ଭଉଣୀ, ସୁଦର୍ଶନ ଚକ୍ର, ଗରୁଡ଼, ଲକ୍ଷ୍ମୀ, ଭୂଦେବୀ, ଶ୍ରୀଦେବୀ, ଏମିତି ଆମେ ଗୋଟେ ପରିବାର ଦେଖିବୁ।
ଯେଉଁ ମନ୍ଦିରକୁ ଆପଣ ଯାଆନ୍ତୁ ସେ ମନ୍ଦିର ହେଉଛି ଗୋଟିଏ ପାରିବାରିକ ଜୀବନର ମନ୍ଦିର। କିନ୍ତୁ ସେଇ ଦୃଶ୍ୟଟାକୁ ଆମେ ଦେଖିକିରି ଆସିବା ପରେ ଆମ ଭିତରେ ସେଇ ପାରିବାରିକ ଜୀବନର କଥା ଆଉ ରହୁନି। ଆମେ ସମ୍ପୂର୍ଣ୍ଣ ଭାବରେ ପାରିବାରିକ ଜୀବନକୁ ବେଖାତିର କରୁଛୁ। ମଣିଷ ଯେତେବେଳେ ମରିଯାଏ ତାକୁ କିଛି ଲୋକ କାନ୍ଧରେ ନିଅନ୍ତି ଏବଂ ନିଜେ କୁହନ୍ତି ଆଉ ଅନ୍ୟମାନଙ୍କୁ ଶୁଣାନ୍ତି ଯେ ରାମ ନାମ ସତ୍ୟ है, କୃଷ୍ଣ ନାମ ସତ୍ୟ है, এই କଥା ଶୁଣାନ୍ତି। କିନ୍ତୁ ସେ ଶ୍ମଶାନରୁ ମୁର୍ଦାରକୁ ପୋଡ଼ି ସାରି ଘରେ ଆସି ପହଞ୍ଚିବା ପରେ ସିଏ ଭାବନା ଆଉ ମଣିଷ ଭିତରେ ରୁହେ। ସତ୍ୟ କିଏ ସେ ଆଦୌ ତାକୁ ସେ ଠିକ୍ ଭାବରେ ବୁଝେ। ତେଣୁ ସବୁଠାରୁ ଆଜି ଯଦି ଗୋଟେ ବଡ଼ କାମ ଥିବ ସେ ବଡ଼ କାମଟି ହେଉଛି ପରିବେଶର ସୁରକ୍ଷା। ଆଉ ଯଦି ବଡ଼ କାମ କିଛି ଖୋଜିବା ସେ ବଡ଼ କାମ ହେଉଛି ନିଶା ମାଦକ ଠାରୁ ଆମେ ଦୂରେଇ ଯିବା। ଆଉ ଯଦି ବଡ଼ କାମ ଥାଏ ସେ ବଡ଼ କାମ ଭିତରେ ହେଉଛି ଯେଉଁମାନଙ୍କ ମାଧ୍ୟମରେ ଆମେ ଏ ସୃଷ୍ଟିରେ ଜନ୍ମ ହେଲେ, ଗୋଟେ ମଣିଷ ହେଲେ, ପାଠ ପଢ଼ିଲେ, ଚାକିରି କଲେ, ଘର କଲେ, କୋଠା କଲେ, ସବୁ କଲେ, କିନ୍ତୁ ପାରିବାରିକ ଜୀବନରେ ଯେଉଁମାନେ ପରିଶ୍ରମ କରି ଆମକୁ ଏତେ ବଡ଼ କଲେ କିନ୍ତୁ ଆମେ ସେମାନଙ୍କ ପାଇଁ ସାମାନ୍ୟ ମଧ୍ୟ ଚିନ୍ତା କରୁ। ଜମା ଚିନ୍ତା କରୁନୁ କହିଲେ ଭୁଲ ହେବ, କିନ୍ତୁ ଅଧିକାଂଶ ବ୍ୟକ୍ତି ଏଥିରୁ ଦୂରେଇ ଯାଉ। ତେଣୁ ସଜ୍ଜନ, ଶାନ୍ତି କେମିତି ଆପଣମାନେ ପାଇବେ? ଯେଉଁମାନେ ଜୀବନରେ ସତସଙ୍ଗ କରିନାହାନ୍ତି, ଯେଉଁମାନେ ଜୀବନରେ ପରର ଉପକାର କରିନାହାନ୍ତି, ଯେଉଁମାନେ ଜୀବନରେ ଅନ୍ୟର ଦୁଃଖରେ ଦୁଃଖୀ ହେଇନାହାନ୍ତି, ସେଠି ଶାନ୍ତି କୋଉଠି ମିଳିବ? ସେଠି ଶାନ୍ତି ମିଳିବ। ଏଇ ବର୍ତ୍ତମାନ ଏଇ 10 ମିନିଟ୍ ପୂର୍ବରୁ ଗୋଟେ ଝିଅ କହୁଥିଲା ଯେ ମୋର ଆଉ କିଛି ଦରକାର ନାହିଁ, ମୋତେ ଟିକେ ଶାନ୍ତି ଦିଅ। ଆମ ସନାତନ ଧର୍ମରେ ଆପଣ ଦେଖିବେ ବ୍ରାହ୍ମଣମାନେ ବହୁତ ମନ୍ତ୍ର ପଢ଼ନ୍ତି। ମନ୍ତ୍ର ପଢ଼ିବେ ଯେ ଏତେ ମନ୍ତ୍ର ଯେ ସେ ଗଲା ଗୋଟାଏ ଛୋଟିଆ ଗୋଟାଏ ପାହାଡ଼ ହେଇଯିବ। ସେ ମନ୍ତ୍ରକୁ ପଢ଼ି ସାରିଲା ପରେ ସେ
ସେ ଗୋଟିଏ କଥା ଠାକୁରଙ୍କୁ ନିବେଦନ କରନ୍ତି, ମୁଁ ଏହି କାର୍ଯ୍ୟ ଶେଷ କଲି, ମୁଁ ତା ପରିବର୍ତ୍ତେ ଆପଣଙ୍କୁ ମାଗୁଛି ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଓಂ ଶାନ୍ତି ଶାନ୍ତି ଶାନ୍ତି। ଯେଉଁଠି ଶାନ୍ତି ଅଛି ସେଇଠି ଭଗବାନ ଅଛନ୍ତି, ସେଇଠି ମୁକ୍ତି ଅଛି। ଆପଣ ଦେଖନ୍ତୁ, ଇଏ ଗୋଟେ ଘର, ଏମିତିଆ ଘର ଓଡ଼ିଶାରେ କ'ଣ, ଭାରତରେ କ'ଣ ବହୁତ ଘର ଏମିତି ହେଇଛି। ଘର କାହାକୁ ଶାନ୍ତି ଦିଏନି। ଘର ଗୋଟେ ମଣିଷକୁ ସୁରକ୍ଷା ଦିଏ, ତେବେ ଶାନ୍ତି କିଏ ଦିଏ? ଏଇ ଯେଉଁ ଆପଣମାନେ ଏକତ୍ର ଏଠି ବସିଲେ, ପରସ୍ପର ସହିତ ବାର୍ତ୍ତାଳାପ କଲେ, କଥାବାର୍ତ୍ତା ହେଲେ, ପ୍ରତ୍ୟେକଙ୍କର ମାନସିକ ଶାରୀରିକ ଯନ୍ତ୍ରଣାକୁ ବୁଝିଲେ, ଏଇ ଯେଉଁ କାର୍ଯ୍ୟଟି ଆପଣ କଲେ ତା ସହିତ ଟିକେ ଭଗବାନଙ୍କର ନାମ କଲେ, ଟିକେ ସତ୍ସଙ୍ଗ କଲେ, ଏତିକି ବ୍ୟତୀତ ଆପଣ ଭାବିକିରି କହିବେ, ଯେତେ ଦିନ ଭାବୁଛନ୍ତି ଭାବନ୍ତୁ, ଏହା ବ୍ୟତୀତ ଶାନ୍ତି ଆଉ କେଉଁଠି? ଶାନ୍ତି ବଜାରରେ ନାହିଁ, ନିଶ୍ଚିନ୍ତ କୋଇଲି ବଜାରରେ ନାହିଁ, କି ସେ କଟକରେ ବି ନାହିଁ, ନା ଦିଲ୍ଲୀରେ ନାହିଁ, କି ବିଲାତରେ ନାହିଁ। ଶାନ୍ତି ଅଛି ମନରେ, ଶାନ୍ତି ଅଛି ପରିବାର ଭିତରେ। ଆମର ଗୋଟେ ନୀତି ଶ୍ଳୋକରେ ଲେଖା ହେଇଛି, ଏ ଦୁନିଆରେ ଶାନ୍ତିରେ କିଏ ଅଛି? ସେ ଉତ୍ତର ଦେଉଛନ୍ତି, ଯେଉଁ ଲୋକ ଶାଗ ଭାତ କି ଆଳୁ ଭର୍ତ୍ତା ଭାତ ଖାଇକିରି ସପ ଖଣ୍ଡେ ପକେଇ ଖୁବ୍ ଆନନ୍ଦରେ ଶୋଇଯାଉଛି, ପ୍ରକୃତି ଆନନ୍ଦ। ଆମର ପୁଅଟିଏ ହେଲା କି ଝିଅଟିଏ ହେଲା, ଯାହା ହଉ ଗୋଟେ ଆନନ୍ଦ। ତାପରେ ଆଉ ଗୋଟିଏ କଥା ଆମ ସହିତ ଆସିଲା, ସେ ହେଉଛି ଦୁଃଖ। ସୁ ଆଉ ଖ, ଦୁ ଆଉ ଖ, ये दुईटी शब्द ख अक्षरटी अच्छी, सुख एवं दुख। आम मान जीवन में केतेबेले सुख आसे, केतेबेले दुख आसे। ताले कौन आमे करिबा? सेई जो ख अक्षरटी, से ख अक्षरटी होउचंती स्वर्ग। ये दुख को
ଦୁଃଖ ସହିତ ଯିଏ ସଂଗ୍ରାମ କରିଛି, ସୁଖ ସହିତ ଯିଏ ସଂଗ୍ରାମ କରିଛି, ପ୍ରକୃତରେ ସେଇ ଲୋକଟି ଜାଣି ଶାନ୍ତିରେ ଅଛି। ଯୋଉଠି ଖ ନାହିଁ, ଆମର ଗୀତାରେ ଲେଖା ହେଇଛି ଭୂମିରା ପାନଲ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାରଂ ଇତି ଅନ୍ମେ ବିନା ପ୍ରକୃତି ରସ। ଆଜି ପୃଥିବୀର ମଣିଷମାନେ ବହୁ ବାହାସ୍ପଟ ମାରୁଛନ୍ତି, ଧ୍ୱଂସାସ୍ତ୍ର ତିଆରି କରୁଛନ୍ତି, ଗୋଟା ଗୋଟା ଦେଶକୁ ମଧ୍ୟ ଧ୍ୱଂସ କରିଦେବାର ସଂକଳ୍ପ ବି ନେଉଛନ୍ତି। ସ୍କୁଲରେ ପିଲା ପାଠ ପଢ଼ୁଛନ୍ତି, ସେ ନୃଶଂସମାନେ ସେ ସ୍କୁଲ ପିଲାମାନଙ୍କୁ ମଧ୍ୟ ବମିଂ କରି ମାରିଦେଉଛନ୍ତି। ଡାକ୍ତରଖାନାରେ ରୋଗୀ ଚିକିତ୍ସା ହେଉଛି, ତାଙ୍କୁ ମଧ୍ୟ ବମିଂ କରିକି ମାରିଦେଉଛନ୍ତି। ମାରି ସାରିଲା ପରେ ପୁଣି ଗୋଟେ ଫୁଟାଣି ଗପ ମାରୁଛନ୍ତି, ଆମେ ଇଏ ସ୍କୁଲକୁ ଉଡ଼େଇ ଦେଲୁ, ସେ ଡାକ୍ତରଖାନାକୁ ଉଡ଼େଇ ଦେଲୁ, ସେ ପୋଲକୁ ଉଡ଼େଇ ଦେଲୁ। ମାନେ ଏଇ ଯେଉଁ କଥା, ଇଚ୍ଛନ୍ତି ଦାମ୍ଭିକେ ରଖିବାକୁ ହସ୍ତେ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାଳ ହସ୍ତେ ବୋଲି ହେଳେ ପକାନ୍ତି ପାଶ। ଗୀତା ଆମକୁ ଶିଖେଇଛନ୍ତି ଦୁଃଖେ ସୁତ୍ ବିଘ୍ନ ମନା, ସୁଖେ ସୁବିଗତ ସ୍ପୃହ, ପୀତ ରାଗ ଭୟ କ୍ରୋଧ, ସ୍ଥିତ ଧି ମୁନିରୁଚ୍ଚ। ଦୁଃଖ ଆଉ ସୁଖରେ ଯିଏ ଧୈର୍ଯ୍ୟଚ୍ୟୁତ ହୁଏ ନା, ଯାହାର ଏକାଗ୍ରତା ନଷ୍ଟ ହୁଏ ନା, ସେଇ ଲୋକଟି ଯାଇ ଶାନ୍ତି ପାଏ। ଆଜି ଯେମିତି ଆମେ ଭାବୁଛୁ ଆମର ଗୋଟେ ବହୁତ ବଡ଼ ଦୁଃଖ ହେଲା, ଆମେ ଗୋଟେ ବୋତଲ ମଦ ପିଇ ଦେଇକି ଶୋଇପଡ଼ିଲେ ଆମର ଦୁଃଖ ଚାଲିଯିବ। କ'ଣ ସେଇଟା ପ୍ରକୃତରେ ଦୁଃଖ ଚାଲିଯାଏ? ଇଏ ସବୁ ହେଉଛି ମନମୁଖୀ ଶାସ୍ତ୍ର। ବିପଦ ନୁହଁଇ ବିପଦ କେବେ, ସମ୍ପଦ ନୁହଁଇ ସମ୍ପଦ ଭବେ, ବିଭୁଙ୍କୁ ଭୁଲିଲେ ସକଳ ଦୁଃଖ, ବିଭୁ ସୁମରଣେ ମିଳଇ ସୁଖ। ଦ୍ରୌପଦୀ ଜଙ୍ଗଲରେ ଗୋଟେ ପତର କୁଡ଼ିଆ ଭିତରେ ଗୋଟେ ପତର କୁଡ଼ିଆ ଆପଣମାନେ ଅନୁଭବ କରିଥିବେ। ଏବେ ତ ନାହିଁ ସେଗୁଡ଼ାକ। ଗୋଟେ ପତର କୁଡ଼ିଆ ଭିତରେ ସେଠି ଦ୍ରୌପଦୀ ଅଛନ୍ତି। ପାଣ୍ଡବମାନେ ଆମ୍ବ ପଣସ ପିଜୁଳି କଦଳୀ ସଂଗ୍ରହ କରିବା ପାଇଁ ବାହାରକୁ ବଜାରକୁ ଯାଇଥିଲେ, ଏ ଜଙ୍ଗଲକୁ ଯାଇ। ଠିକ୍ ଏହି ସମୟରେ ଭଗବାନ କୃଷ୍ଣ ତାଙ୍କ ପାଖରେ ପହଞ୍ଚିଲେ। ସେ ପୁଣି ପହଞ୍ଚିଲେ କେମିତି? ଗୋଟେ ଅଦ୍ଭୁତ ରୂପରେ ପହଞ୍ଚିଲେ। ଯେମିତି ବାଟୋଇ ଖରାଦିନେ ଯେତେବେଳେ ବାଟ ଚାଲିକିରି ଯାଏ, ସେ ନିଶ୍ଚୟ ପାଣି ବୋତଲଟିଏ ରଖିଥିବ, ଛତାଟିଏ ରଖିଥିବ, ପାଦରେ ଜୋତାଟିଏ ମଡ଼େଇଥିବ। ଏମିତି ଗୋଟେ ରୂପ ହେଇକିରି ସେ ବାଟରେ ଯାଏ।
ଭଗବାନ କୃଷ୍ଣ ସେମିତି ଗୋଟିଏ ବାଟୋଇର ରୂପ ଧାରଣ କରି ଗୋଟିଏ ବାଡ଼ି ଧରିଛନ୍ତି, ମୁଣ୍ଡରେ ଠେକା ବାନ୍ଧିଛନ୍ତି, ଆଉ ଏଇଭଳିଆ ଗୋଟେ ଅଦ୍ଭୁତ ରୂପରେ ଆସି ପହଞ୍ଚ। ଦ୍ରୌପଦୀ ଯେତେବେଳେ ଦେଖିଦେଲେ ଯେ ଭଗବାନ କୃଷ୍ଣ ଆସିକିରି ମୋ ପାଖରେ ପହଞ୍ଚିଛନ୍ତି, ସେ ତ ନିଶ୍ଚୟ କୃତ୍ୟକୃତ୍ୟ ହେବେ, ଆନନ୍ଦ ହେବେ। ସେ ତାଙ୍କୁ ସ୍ତବ ସ୍ତୋତ୍ରାଦି ପାଠ କରି ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କଲେ। କିନ୍ତୁ କୃଷ୍ଣ ସବୁବେଳେ କହିଲେ ଯେ ମୋର ଏସବୁ ଦରକାର ନାହିଁ, ମୁଁ ଏଥିପାଇଁ ଆସିଛି। ଦ୍ରୌପଦୀ କହିଲେ ପ୍ରଭୁ କ'ଣ ପାଇଁ ଆସିଛନ୍ତି? ଆମେ ତ ରାଜ ଉଆସରେ ଥିଲୁ, ବର୍ତ୍ତମାନ ଜଙ୍ଗଲରେ ଅଟା କିଲେ ବି ଆମ ପାଖରେ ନାହିଁ, ଚାଉଳ ଡିସରେ ବି ନାହିଁ, ପନିପରିବା ତ ନାହିଁ। ଆପଣଙ୍କୁ ଆମେ କେମିତି କ'ଣ ଆନନ୍ଦ ଦେବୁ? କୃଷ୍ଣ କହିଲେ ମୋତେ ଭୋକ କରୁଛି, ପ୍ରବଳ ଭୋକ। ତୁ ମୋତେ ଆଗ କିଛି ଖାଇବାକୁ ଦେଇଦେ, ମୁଁ ଖାଇସାରିଲା ପରେ ତୋ ସାଙ୍ଗରେ କଥାବାର୍ତ୍ତା। ଦ୍ରୌପଦୀ ଆହୁରି ଦୁଃଖରେ ଭାଙ୍ଗି ପଡ଼ିଲେ, ଆହୁରି ଦୁଃଖିତ। ଯେଉଁ ଘରେ ଚାଉଳ ନାହିଁ, ଡାଲି ନାହିଁ, ପରିବା ନାହିଁ, ଜିରା ନାହିଁ, ଲଙ୍କା ନାହିଁ, କିଛି ନାହିଁ, ସେ ଘରେ ମୁଁ କ'ଣ ତାଙ୍କୁ ଦେବି? ମୋ ପାଖରେ ଅଛି କ'ଣ ମୁଁ ଦେବି? ଦ୍ରୌପଦୀଙ୍କୁ କୃଷ୍ଣ ପଚାରୁଛନ୍ତି, ତମେ ହାଣ୍ଡି ଧୋଇ ସାରିଲଣି? ହାଣ୍ଡି ଆଜିକାଲି ହାଣ୍ଡିଟା ଆଉ କେଉଁ ଦେଖିବାକୁ ମିଳୁନି। ଏ ରାସ୍ତାରେ ସବୁ ମିଳୁଛି ମାଟି ହାଣ୍ଡି ମଟର, ମାଟି ହାଣ୍ଡି ଚାହା, ମାଟି ହାଣ୍ଡି ବିରିୟାନୀ, ଏ ଆଜିକାଲି ସବୁ ବଜାରରେ ସବୁ ମିଳୁଛି, କିନ୍ତୁ ଆମ ଘରେ ଗୋଟେ ହାଣ୍ଡି ନାହିଁ। ସିଏ କୃଷ୍ଣ କହୁଛନ୍ତି ତୁମେ ହାଣ୍ଡି ଧୋଇ ସାରିଲଣି? ନା ହଁ ମୁଁ ହାଣ୍ଡି ଧୋଇଛି, ହାଣ୍ଡି ଧୋଇକି ଯାଇ ଆଇଲି। ଆଉ ନା ଦେଖେଇଲ ସେ ହାଣ୍ଡିକି? କୃଷ୍ଣକୁ ଖାଲି ହାଣ୍ଡିଟା କ'ଣ ମୁଁ ଦେଖେଇବି? ତଥାପି ସେ ହାଣ୍ଡିଟିକି ନେଇକିରି ଗଲେ। ସେ ହାଣ୍ଡିଟି ସଫା ହେଇଯାଇଛି, ଗୋଟିଏ ଶାଗ ପତ୍ର ସେ ହାଣ୍ଡିରେ ଲାଗିଛି, ଆଉ ସବୁ ସଫା ହେଇଯାଇଛି। ଭଗବାନ କୃଷ୍ଣ ଅଛନ୍ତି, ଇଏ ସବୁ ଏଇଟା ହେଉଛି ଆମର ଭାବନାର କଥା। ସିଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ, ପୂର୍ଣ୍ଣମଦଂ ପୂର୍ଣ୍ଣମିଦଂ ପୂର୍ଣ୍ଣାତ ପୂର୍ଣ୍ଣମୁଦଚ୍ୟତେ। ଜଗନ୍ନାଥଙ୍କ ପାଖରେ ଯେତେବେଳେ ଆପଣ ପହଞ୍ଚିବେ, ଗୋଟିଏ ଶ୍ଳୋକ ତାଙ୍କ ପାଇଁ ରଖିଥିବେ। ସେ ଶ୍ଳୋକଟି କ'ଣ? ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାତ୍ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ମାଦିଦେବଂ ମଦଂ। ତେଣୁ ଇଏ ଯେତେବେଳେ ହାଣ୍ଡିଟିକି ଦେଖାଇଲେ, ସେ ହାଣ୍ଡି ଭିତରେ ଗୋଟେ ଶାଗ ଲାଗିଛି। ଭଗବାନ କୃଷ୍ଣ ସେ ଶାଗଟିକୁ ଟାଣି ଆଣିଲେ, ସେ ହାଣ୍ଡି ଦେହରୁ ଶାଗକୁ ନେଇ ଆଇଲେ।
ସେ ଶାଗଟିକୁ ସେ ତାଙ୍କ ପାଟିରେ ପକେଇଲେ। ଭଗବାନ ନିଜେ ଗୀତାରେ କହିଛନ୍ତି, ମୁଁ କୋଉଠି ଅଛି, ତମେ ମତେ ମଠରେ ଖୋଜୁଛ, ମନ୍ଦିରରେ ଖୋଜୁଛ, ମସଜିଦରେ ଖୋଜୁଛ, ଚର୍ଚ୍ଚରେ ଖୋଜୁଛ, ସବୁଆଡ଼େ ଖୋଜୁଛ, କିନ୍ତୁ ମୁଁ ପ୍ରକୃତରେ କୋଉଠି ଅଛି ତମେ ଏପର୍ଯ୍ୟନ୍ତ କେହି ଜାଣିଲନି। ଅର୍ଜୁନ ପଚାରିଲେ, ଆପଣ ତାହେଲେ କୋଉଠି ଅଛନ୍ତି? न तद्भास्यते सूर्य न शशांक न पावक यदगत्वा न निवर्तन्ते तद्धाम परमं मम। ଯେଉଁଠିକୁ ସୂର୍ଯ୍ୟ ଚନ୍ଦ୍ରଙ୍କ ଭଳି ଦେବତା ମାନେ ଗଲେ ବି ଆଉ ସେ ଫେରି ପାରନ୍ତିନି, ସେଇଠି ସେ ବିଲୀନ ହେଇଯାଏ। ସେଇ ଜାଗାଟା ହେଉଛି ମୋ ଠିକଣା। ଅର୍ଜୁନ ଏଇ କଥା ବୁଝି ସାରିଲା ପରେ ପୁଣି ପଚାରିଲେ, ପ୍ରଭୁ ଆଉ କୋଉଠି ଆପଣ ଅଛନ୍ତି? ଆମେ ଯେମିତି ଆମ ଘର ଗୋଟାଏ ଜାଗାରେ ଆମେ ଗୋଟାଏ ରହିଛୁ ଏଠି, ସେମିତି ଠାକୁରଙ୍କର ଆଉ କୋଉଠି ଘର ଅଛି? ସେଠି ସେ ଆଉ ଗୋଟିଏ ଶ୍ଳୋକରେ ବୁଝେଇଲେ, ଅହଂ ବୈଶ୍ୟାନରା ଭୂତ୍ୱା ପ୍ରାଣୀନାଂ ଦେହମାଶ୍ରିତା ପ୍ରାଣପାନ ସମାଯୁକ୍ତ ପଚାମେନଂ ଚତୁର୍ବୀରମ୍। ମୁଁ ତମର ପେଟ ଭିତରେ ଥିବା ଯେଉଁ ପାକସ୍ଥଳୀ ଜଠରାଗ୍ନି, ମୁଁ ସେଇଠି ଅଛି। ତୁମେ ଯାହା ଖାଉଛ ମୁଁ ତାକୁ ସେଇଠି ହଜମ କରେ। ଅର୍ଜୁନଙ୍କର ଆଉ ଟିକେ ଆଗ୍ରହ ବଢ଼ିଲା, କହିଲେ, ପ୍ରଭୁ ଆଉ କୋଉଠି ଆପଣ ଅଛନ୍ତି? ଠାକୁର କହିଲେ, ମୁଁ ଆଉ ଗୋଟେ ଜାଗାରେ ଅଛି। ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ମତ ଶ୍ରୁତିର୍ଜ୍ଞାନମପୋହନଂ ବେदैश्च ସର୍ବୈରହମେବ ବେଦାନ୍ତ କୃତ ବେଦ ବିଦେବତା। ମୁଁ ତୁମ ହୃଦୟରେ ଅଛି। ଏଇ ଯୋଉ ହୃଦୟଟା ତମ ପାଖରେ ଅଛି, ତମେ କହୁଛ ମୋ ହୃଦୟ, କିନ୍ତୁ ସେ ତମ ହୃଦୟ ନୁହେଁ, ସେଇଟା ହେଉଛି ମୋର ଗୋଟିଏ ଘର। ତମେ ତାକୁ କହୁଛ ମୋ ହୃଦୟ, କିନ୍ତୁ ସେ ହୃଦୟଟା ହେଉଛି ମୋ। ତାପରେ ବି ଅର୍ଜୁନ ପଚାରିଲେ, ପ୍ରଭୁ ଆଉ କୋଉଠି ଆପଣ ଅଛନ୍ତି? ଠାକୁର ଉତ୍ତର ଦଉଛନ୍ତି, ଈଶ୍ୱର ସର୍ବଭୂତାନାଂ ହୃଦେଶ୍ୱର୍ଜୁନ ତିଷ୍ଠତି ଭ୍ରାମୟାନ୍ ସର୍ବଭୂତାନି ଯନ୍ତରୁଦାନି ମାୟା। ମୁଁ ତମ ହୃଦୟ ଭିତରେ ଅଛି, ମାନେ ଅତି ନିକଟରେ। ତୁମେ ଯାହା କରୁଛ ମୁଁ ଜାଣୁଛି, ଯାହା କହୁଛ ମୁଁ ଜାଣୁଛି, ଯାହା ଭାବୁଛ ମୁଁ ଜାଣୁଛି, ଯାହା ଆଗକୁ କରିବ ସେ କଥା ବି ମୁଁ ଜାଣୁଛି। ତେଣୁ ତୁମେ କ'ଣ ତମ ହୃଦୟକୁ ଖୋଜୁଛ? ତମେ ଭାବୁଛ ମୁଁ ନଈକି ଯିବି, ତେଲ ମାରିବି, ତେଲ ମାରିକି ନଈରେ ଗାଧେଇବି, ମାନେ ଏମିତି ଗୋଟେ ପରିଷ୍କାର ପରିଚ୍ଛନ୍ନ ହେଇ ମୁଣ୍ଡ ଫୁଣ୍ଡ କୁଣ୍ଡେଇ ଗୋଟେ ନୂଆ ବସ୍ତ୍ର ପିନ୍ଧିକିରି ମୁଁ ଯିବି
ଅମୁକ ମନ୍ଦିରକୁ ସିଏ ସେଇ ମନ୍ଦିରରେ କେବଳ ଆବଦ୍ଧ ନୁହନ୍ତି, ଆପଣମାନେ ଏଠି ଯେତେ ବସିଛନ୍ତି ସମସ୍ତେ ହଉଛନ୍ତି ଗୋଟାଏ ଗୋଟାଏ ମନ୍ଦିର। ପୃଥିବୀରେ ଯେତେ ମନ୍ଦିର ଅଛି ମଣିଷ ମନ୍ଦିର ହଉଛି ସବୁଠାରୁ ଶ୍ରେଷ୍ଠ ମନ୍ଦିର। ତୁମେ ଯଦି ନିକଟରେ ସହଜରେ ଯଦି ତାଙ୍କୁ ପାଇବାକୁ ଚାହୁଁଛ ତାହେଲେ ତୁମ ହୃଦୟକୁ ତୁମେ ନିଜେ ଧ୍ୟାନ କର। ତୁମ ମସ୍ତିଷ୍କରେ ଯେଉଁ ବୁଦ୍ଧି ବିବେକ ବିଚାର ଜ୍ଞାନ ଏସବୁ ଅଛି ତାକୁ ଟିକେ ନେଇକିରି ଟିକେ ଚିନ୍ତନ କର, ଜୀବନରେ ତମେ କେତେ ଭୁଲ କରିଛ ଆଉ କେତେ ଠିକ କରିଛ। ଅନେକ ଲୋକ କହନ୍ତି ଆମେ ଋଣଗ୍ରସ୍ତ ହେଇଗଲୁ। କି ଋଣ କରୁଛ ତମେ? ନା ଏଇ ବ୍ୟାଙ୍କରୁ। ବ୍ୟାଙ୍କରେ ଋଣ କରୁଛ, ଗୋଟେ ଜମି ବିକ୍ରି କଲେ ବ୍ୟାଙ୍କ ଋଣ ସୁଝିଯିବ। ତମେ ସେ ବ୍ୟାଙ୍କ କ'ଣ ଋଣ ସେଟାକୁ ବ୍ୟବସ୍ଥା ଗୋଟାଏ ହେଇଛି, ତମେ କରୁଛ, ଆଜି ନହେଲେ କାଲି ସୁଝିବ। କିନ୍ତୁ ମନେ ପକାଇବାକୁ ପଡ଼ିବ ତୁମେ ପ୍ରକୃତରେ ଋଣୀ କୋଉଠି। ପ୍ରଥମ ଋଣୀ ହଉଛ ମାତୃଗର୍ଭ ହିଁ। ମାର ଗର୍ଭରେ ତମେ ଯେତେବେଳେ ଥିଲ ତମ ନାଭି ସହିତ ମାର ସମ୍ପର୍କ ଥିଲା। ମା ଯାହା ଖାଉଥିଲା ସେ ନାଭି ବାଟ ଦେଇ ଛୁଆ ପାଖକୁ ଆଉଥିଲା। ତୁମେ ସେ ମା ପାଇଁ କ'ଣ କରୁଛ? ତୁମେ ଯେତେବେଳେ ଜନ୍ମ ହେଲ ତମକୁ ଯିଏ ପାଠଶାଠ ପଢ଼େଇଲେ କି କ'ଣ ଗୋଟେ କଲେ, ତାଙ୍କ ଋଣ କ'ଣ ସୁଝିଛ? ଯିଏ ତମକୁ ପାଠ ପଢ଼େଇକରି ଇଞ୍ଜିନିୟର କଲେ, କିଏ କହୁଛି ମୁଁ IAS ହେଲି, କିଏ କହୁଛି ମୁଁ OAS ହେଲି, ତାଙ୍କ ପାଇଁ ତମେ କ'ଣ କରୁଛ? ଯେଉଁ ଧରିତ୍ରୀ ମା ତମକୁ ରାତି ପାଇଲେ ଧାନ ବିରି ମୁଗ ଆମ୍ବ ପଣସ ସବୁ ଦଉଛି ଖାଇବାକୁ, ତମେ କୋଉ ଗୋଟାକ ସୃଷ୍ଟି କରିଛ? ତମେ ଇଏ ପୃଥିବୀରେ ବହୁତ କଥା, ହେ ଆମ୍ବ ସାଲେପୁରରେ ମିଳୁଛି, ସେ ପଣସ ଅମୁକ ଜାଗାରେ ମିଳୁଛି, ସବୁ ଏଇ ବଜାର ଗୁଡ଼ାକ କେବଳ ତମେ ମନେ ରଖିଛ। ତ ଅମୁକ ବଜାର ବିକ୍ରୟୀକରଙ୍କ ପାଖରେ ରସଗୋଲା ମିଳୁଛି, ତମେ ଖାଲି ଏଇଆକୁ ମନେ ରଖିଛ। କିନ୍ତୁ ତୁମେ ଭୁଲି ଯାଇଛ ଧରିତ୍ରୀ ମାତା ଆମ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଆମକୁ କୋଉ ଋତୁରେ ମାନେ କୋଉ ଋତୁରେ କୋଉ ଖାଦ୍ୟଟା ଖାଇଲେ ଦେହଟା ସୁସ୍ଥ ରହିବ ସେ ଖାଦ୍ୟ କ'ଣ ଆପଣମାନେ ତୈରି କରିଥିଲେ? ଇଏ ଖରା ଦିନେ ଆପଣ ଯାଆନ୍ତୁ ଦେଖିବେ ପାଣି କୋଇଲି ଆଡ଼େ ଚଣ୍ଡିଖୋଲ ଖାଲି ତରୁଭୁଜ ବିକ୍ରି ହେଉଛି। ମୁଁ ଦିନେ ଦିନେ ଭାବେ ଏଇ ମାସରେ କାହିଁ ତରୁଭୁଜ ବିକ୍ରି ହେଲା? ଏଇ ମାସ ପାଇଁ ତରଭୁଜ ଦରକାର। ମୋ ପୁଅ ଝିଅ ମାନେ ତୃଷ୍ଣା ମେଣ୍ଟେଇବେ, ତେଣୁ ସେ ତରଭୁଜ ସୃଷ୍ଟି କରିଛନ୍ତି, ଆଖୁ ସୃଷ୍ଟି କରିଛନ୍ତି। ବହୁତ କଥା ଆପଣ ଦେଖିବେ, ପ୍ରତ୍ୟେକ ସିଜିନ୍ ଯାହାକୁ ଆପଣ କହୁଛନ୍ତି, ପ୍ରତ୍ୟେକ ସିଜିନ୍ରେ ଭିନ୍ନ ଭିନ୍ନ ପରିବା
ଭିନ୍ନ ଭିନ୍ନ ଖାଦ୍ୟ ପେୟର ବ୍ୟବସ୍ଥା ସେ କରିଛନ୍ତି। କାହିଁକି କରିଛନ୍ତି? ତୁମେ ଧରିତ୍ରୀ ପାଇଁ ଜୀବନରେ କ'ଣ କରିଛ? ଯେମିତି ଆଜିକାଲି କିଛି ମଦ୍ୟପ ବ୍ୟକ୍ତି ମଦ୍ୟ ପିଇକିରି ସିଏ ବାଟରେ ଯାଉଥିବା ଗୋଟିଏ ମା ବୟସର କି ଭଉଣୀ ବୟସର କି ଆଉ କେଉଁ ବୟସ, ତାକୁ ତ ମଦ ନିଶାରେ କିଛି ସେ ଜାଣିପାରୁନି ଏଟା ମାଉସୀ କି ପିଇସି କି କ'ଣ, ସେ ତାକୁ ବଳାତ୍କାର କରି ମାରୁଛି, ନାଳରେ ପକଉଛି, ପୋତି ବି ଦଉଛି। ତାହେଲେ ତମ ପାଖରେ ମଣିଷ ପଣିଆ କ'ଣ ଅଛି? ଯାହାକୁ ଭାଗବତ କହିଥିଲେ ନର ଦେହ ନୁହେଁ ଭିଡ଼ା ତମେ କ'ଣ କେବଳ ସବୁ ମାନେ ଏମିତି ବାଳ କାଟିବ, ସେମିତି ପୋଷାକ ପିନ୍ଧିବ, ଏମିତି ମାନେ ହଲି ହଲିକିରି ଚାଲିବ, ଯେମିତି ଆଜିକାଲି ସବୁ ଚାଲୁଛନ୍ତି ରାସ୍ତାରେ। ତମେ କ'ଣ ଜନ୍ମ ମା ଗର୍ଭକୁ ଶିଖିକି ଯାଇଥିଲ? ମା ଗର୍ଭରୁ ଯେତେବେଳେ ଜନ୍ମ ହେଲ ମାତୃସ୍ତନରେ କ୍ଷୀରଟାକୁ କିଏ ଦେଇଥିଲା? ଆପଣମାନେ ଚିନ୍ତା କରନ୍ତୁ। ଆପଣ କେହି ମୂର୍ଖ ନୁହନ୍ତି, ମୁଁ ବରଂ ସବୁଠାରୁ ବଡ଼ ମୂର୍ଖ। ମା ଗର୍ଭରେ ପ୍ରଥମ କ୍ଷୀରଟାକୁ କିଏ ଦେଇଥିଲା? ଆପଣ ଚିନ୍ତା କରନ୍ତୁ। ମା କହୁଛି ମୁଁ ବା ତତେ ଜନ୍ମ କରିଛି। ଆଉ ତୁ ଜନ୍ମ କରୁଛୁ ଯେ, କିନ୍ତୁ କ୍ଷୀରଟାକୁ ସ୍ତନରୁ ଦେଲୁ, ସେ କ୍ଷୀରଟା କୋଉ ଦୋକାନରୁ ଓମ୍ ଫେରରୁ କି ଆଉ କୋଉ ଫେର କ'ଣ ଥିବ ମୁଁ ଜାଣିନି, ସେଠୁ କିଣିକିରି ଆଣିକି ତା ଭିତରେ ଭର୍ତ୍ତି କରିଥିଲୁ। ତେଣୁ ତମେ ମାର ଋଣ ସୁଝିବା ପାଇଁ ତୁମେ ଉପଯୁକ୍ତ ସନ୍ତାନ ନୁହେଁ। ଆଉ ମା କିଏ? ଧରିତ୍ରୀ ମା। ସିଏ କ'ଣ ଆପଣଙ୍କୁ ନ ଦଉଛି ଆପଣ ଟିକେ ଚିନ୍ତା କଲେ? ଧରିତ୍ରୀ ମା ସେ କ'ଣ ନ ଦଉଛି? ଧାନ, ବିରି, ମୁଗ, କୋଳଥ ଠାରୁ ଆରମ୍ଭ କରି ସବୁ ସେ ତମ ପାଇଁ ଦେଇ। ଗାଈ ବଞ୍ଚିବ ବୋଲି ଗାଈ ତା ପାଇଁ ବି ଘାସ ବି ଦେଇ। ତମେ କ'ଣ ଦଉଛ? ଖାଇସାଇଲା ପରେ ଯଦି ପଖାଳ ବଳି ପଇଲା ସେଇଗୁଟାକୁ ଖାଇବାକୁ ଦଉଛ। ତମେ ଏତେ ପାପିଷ୍ଠ ପାମର ପାଷାଣ୍ଡ ହେଇଗଲ, ଏତେ କୃତଜ୍ଞ ହେଇଗଲଣି, ତୁମେ ଧରିତ୍ରୀ ମାକୁ ବି ଆଜି ପର୍ଯ୍ୟନ୍ତ ବୁଝିଲ। ଖାଲି କ୍ରିକେଟ ଖେଳରେ ବୁଝିଛ, ଅମୁକ ଷ୍ଟାଡିୟମରେ କ୍ରିକେଟ ଖେଳ ହବ, ଢମକ ଷ୍ଟାଡିୟମରେ ହକି ଖେଳ ହବ। ଏଇ କ'ଣ ଧରିତ୍ରୀର ଜନ୍ମ ହେବାର ଲକ୍ଷଣ? ଆମ ଓଡ଼ିଶାର କବିମାନେ କେତେ ସୁନ୍ଦର ସୁନ୍ଦର ଗୀତ ଲେଖି ଯାଇଛନ୍ତି। ମାଟି ମା ଅଙ୍ଗନେ
ସୁନା ଧାନ ମାଟିମା ଆଉ ଗୋଟେ ପଦର ସେ ଲେଖିଛନ୍ତି ଶରତେ ମୋ ମା ପିନ୍ଧେ ସଜ କଇଁ ହାର ଶିଶିରେ କୃଷକ ଆଣେ ଆହୁରି ଗୋଟେ ବହୁତ ବଢିଆ ପଦ ଲେଖିଛନ୍ତି ବସନ୍ତେ ମୋ ମା ପିନ୍ଧେ ସଭା ସୁନ୍ଦନାଥ ଭାଟୁଆ ବସନ୍ତେ ଏଇ ଯୋଉ ପ୍ରକୃତି ରାଣୀ ଇଏ ପ୍ରକୃତି ରାଣୀର ଶୋଭାକୁ ନଷ୍ଟ କରିଛି କିଏ? ଆମେ ହିଁ ନଷ୍ଟ କରି। ମୋ ଜୀବନରେ ମୁଁ ସେତେବେଳେ ଟିକେ ହିନ୍ଦୀ ଫିନ୍ଦି ଏତେ ଭଲ କହିପାରୁନଥିଲି ଏଇ ଖଣିଆ ମୁଣ୍ଡିଆକିରି କ'ଣ କହୁଛି ଗୋଟେ ନୈମିଷ୍ୟ ଅରଣ୍ୟ ସାଧୁସନ୍ତମାନଙ୍କର ତପସ୍ୟା ସ୍ଥାନକୁ ଆମେ ଯାଇଥିଲୁ ଆମକୁ ସବୁ ସାଧୁସନ୍ତମାନେ କହିଲେ ଓଡ଼ିଶାର ଯିଏ ବାବା ଭଳିଆ ଆଇଛନ୍ତି ସେଇ ଟିକେ କ'ଣ କହନ୍ତୁ ଆମେ ଶୁଣିବୁ ଆମେ ତ ଏମିତି ଗୀତା ଶୁଣୁଛୁ ଭାଗବତ ଶୁଣୁଛୁ ରାମାୟଣ ଶୁଣୁଛୁ କିନ୍ତୁ ବାବା ଭଳିଆ ଗୋଟେ କ'ଣ କହୁଥିଲୁ କହିବେ ଆମେ ମୋ ଦେହରୁ ଗୋଟେ ଝାଳ ମାନେ ବହିଗଲା ମାନେ ବୁଢ଼ା ଡର ହେଇଗଲା କ'ଣ କହିବି ଆମେ ଇଏ ତ ବିରାଟ ବିରାଟ ପଣ୍ଡିତ ବହିଛନ୍ତି ଆଉ ଆଙ୍କ ଆଗରେ କ'ଣ ମୁଁ କହିବି କେତିକି ବେଳେ ମୋର ଭଗବାନ ମଙ୍ଗଳମୟ ଖାଲି କହିଲେ ହବନି ଭଗବାନ ମଙ୍ଗଳମୟ ଏ କଥାକୁ ଆପଣମାନେ ଜୀବନରେ ଟିପିକିରି ରଖନ୍ତୁ 1 2 3 4 5 6 କହିକି ଟିପିକିରି ରଖନ୍ତୁ ଭଗବାନ ହେଉଛନ୍ତି ମଙ୍ଗଳମୟ ସେଇଥିପାଇଁ କବିମାନେ ଆମ ଓଡ଼ିଆ ପିଲାମାନେ ଲେଖିଲେ ମଙ୍ଗଳମୟ ତୁମରି ଜୀବ ସିଏ ହେଉଛନ୍ତି ମଙ୍ଗଳମୟ ଆଉ ମୁଁ ଗୋଟା ପାଗଳା କୁକୁର ମାଡ଼ି ଆଇଲା ମୁଁ ତାକୁ ଦିପାରେ ପକେଇକି ତାକୁ ମାରିଦେଲି ଏଇଗୁଡ଼ା ଗୋଟା ମଙ୍ଗଳମୟ କଥା ଏଇ ଗୋଟେ ଜଣେ ପଡ଼ିଗଲା ମୁଁ ତାକୁ ଉଠେଇଦେଲି ଏଇଗୁଡ଼ା ମଙ୍ଗଳ ଏଇ କାମଟା କରିଦେଇକି ଆଇଲ ବୋଲି ବାହାଦୁରୀ ବାସ ତେଣୁ ମଙ୍ଗଳମୟ ସକାଳୁ ତମେ ଆଗ ଉଠ ନା ସୂର୍ଯ୍ୟ ଆଗ ଉଠନ୍ତି ରାତି ପାଇଲାଣି ବୋଲି କିଏ ଆମକୁ ଜଣାଏ
ଆଚ୍ଛା ସୂର୍ଯ୍ୟଙ୍କ କଥା ଛାଡ଼, ସେଗୁଡ଼ା ବହୁତ ବାଟରେ ଅଛନ୍ତି, ସେ ଆମେ ତାଙ୍କ କଥା। ଆଚ୍ଛା କୁକୁଡ଼ା ଭାଡ଼ିରେ ଆପଣ କୁକୁଡ଼ା ରଖିଛନ୍ତି? ଆପଣମାନେ ଭାବନ୍ତୁ କୁକୁଡ଼ା ଆଗ ଉଠେ ନା ମଣିଷ ଆଗେ ଉଠେ? ଖାଲି ଏତିକି ଭାବନ୍ତୁ। ଆମର ତ ବାବୁମାନେ ସବୁବେଳେ ଇଂରାଜୀରେ କଥାବାର୍ତ୍ତା କରୁଛନ୍ତି, ମୁଁ ବି ଇଂରାଜୀ କିଛି ଶିଖିଛି ବି କହିପାରିବି, କିନ୍ତୁ ଏଠି କୌଣସି କଥାଟା କହିବାକୁ ମୁଁ ଆଇଛି, ତାକୁ ଲୋକ କ'ଣ କହୁଛନ୍ତି? କୁକୁଡ଼ା ବୋବଉଛି ରାତି, ଜାତି ପାହିଗଲା କୁକୁଡ଼ା ବୋବଉଛି, ସେ ହେଉଛି ବ୍ରାହ୍ମ ମୁହୂର୍ତ୍ତ ହେଲାଣି। ସେ ଘରର ଲୋକଯାକ ଏମିତି ଖାଇ ପିଇ କାହିଁ ଶୋଇଛ, ଉଠ। କୁକୁଡ଼ା ବୋବଉଛି, କାଉକୁ କିଏ କହିଥିଲା ବୋବେଇବା ପାଇଁ? ଉଜ୍ଜଳ ଦଶ ଦିଶ ପାହିଲା ରାତି, କାବିଲେ କାକ লুচিলে গোটি গোটি আকাশে তারা, পূর্ব দিগুধ আলোক। ଆକୁ ସବୁ କରିଛି କିଏ? ଯେମିତି ଆମର ଗୁଡ଼ା ମାନେ ଅତିରିକ୍ତ ମଦ ବୋତଲ ଚଢ଼ିଗଲେ ଯେମିତି କ'ଣ ଏ ଶଳା କୁଆଡ଼େ ଗଲା। ଇଏ ଯୋଉ କାର୍ଯ୍ୟ ସବୁ ଚାଲିଛି, ଇଏ କାର୍ଯ୍ୟକୁ କରିଛି କିଏ? ଡାମଲା କାଉକୁ କିଏ କହିଛି ତୁ ପିଢ଼ା ଉପରେ ବସିକିରି ବୋବାଇବୁ? ଡାମରା କାଉରେ ସେ କାହା ପାଇଁ ବୋବାଏ? ତା କଣ୍ଠରେ ଯୋଉ ଧ୍ୱନି, ସେ ଧ୍ୱନି କି କିଏ ତାକୁ ରେକର୍ଡିଂ କରିକି ତା କଣ୍ଠରେ ଛାଡ଼ିଥିଲା? କ'ଣ ଆମର ଯୋଉ ହ୍ୟୁମାନ ସାଗର ମରିଗଲେ ସେ ଦେଇଥିଲେ? ହ୍ୟୁମାନ ସାଗର ନା କ'ଣ କିଏ ମରିଲେନି ଗୋଟେ, ସେଇ କ'ଣ ରେକର୍ଡିଂ କରିକି ତା କଣ୍ଠରେ ଦେଇଥିଲେ? ପ୍ରଭୁ କେମିତି ମଙ୍ଗଳମୟ। ସୂର୍ଯ୍ୟ ଉଦୟ ହେବେ, ସୂର୍ଯ୍ୟ ଅସ୍ତ ହେବେ, ଦୁଃଖ ଆସିଛି, ଅଣ୍ଟାରେ ଲୁଗାକୁ ଭିଡ଼ି ଦିଅ। ଅଣ୍ଟାରେ ଲୁଗାକୁ ଭିଡ଼ି ଦେଇକିରି ଯଦି ପାରିବ ମୁଣ୍ଡରେ ଆଉ ଗୋଟେ ଠେକା ବାନ୍ଧିକି ଠିଆ ହ। ଦୁଃଖକୁ ଡାକ, ତୋର କେତେ ସାହସ, ତୁ ମୋ ପାଖକୁ ଆସିବୁ, ଆ ମୁଁ ତୋ ସାଙ୍ଗେ ଲଢ଼େଇ କରିବି। ଦୁଃଖେଷୁ ବିଘ୍ନ ମନା, ସୁଖେଷୁ ବିଗତ ସୁ। ତେଣୁ ଏଇ ଯୋଉ କଥା ଆପଣମାନେ ତ ବହୁତ କଥା କହିଲେ ତ ବେଶୀ ସମୟ ହେଇଯିବ। ଗାଈ ଗୁହାଳେ ଆପଣ ବାନ୍ଧିଛନ୍ତି, ବନ୍ୟା ଆଇଲା କିମ୍ବା ବାତ୍ୟା ଆସିଲା, ଗାଈ ତାର ବନ୍ଧା ହେଇଛି, ହଠାତ୍ ଗାଈ ବୋବେଇଲା। ସେଇଠୁ କୃଷକ ଜାଣିବ ଯେ ବନ୍ୟା ଛାଡ଼ିବ।
ପବନ ମେଘ କମିବ। ଗୋଟେ କାଉର ଯଦି ଏତେ ଗୁଣ ଅଛି, ତେବେ ଆମେ ମଣିଷ ଆମ ଭିତରେ କୋଉ ଗୁଣଟା କ'ଣ ଅଛି? ସବୁ ଗୁଣ ଅଛି, କିନ୍ତୁ ଆମେ କୋଉ ଗୁଣକୁ ଖର୍ଚ୍ଚ କରିବୁ ନାହିଁ। ଯେତେବେଳେ ଦଧିଚିଙ୍କ ପାଖରେ ପହଞ୍ଚିଛନ୍ତି ଦେବରାଜ ଇନ୍ଦ୍ର, ବୃତ୍ରାସୁର ଅତ୍ୟାଚାର କରୁଛି ସ୍ୱର୍ଗରେ ଏବଂ ଆଦେଶ ଆସିଛି କୌଣସି ଋଷିଙ୍କର ଅସ୍ଥି ଯଦି ଆସିବ, ଅସ୍ତ୍ର ତିଆରି ହେବ, ସେଇଥିରେ ସେ ମରିବ। କ'ଣ ପ୍ରକୃତରେ କ'ଣ ଏ ଭାରତ ବର୍ଷରେ ଏମିତିଆ ଋଷି ଅଛନ୍ତି? ନୈମିଷା ଅରଣ୍ୟରେ ପହଞ୍ଚିଲେ ଦଧିଚି ତପସ୍ୟା କରୁଛନ୍ତି, ତପସ୍ୟାରେ ବସିଛନ୍ତି। ତାଙ୍କ ଚାରି ପାଖ ଯାକ ସବୁ ମାନେ ଏଇ ଯୋଉ ଗୋମାତା ମାନେ ସବୁ ଅଛନ୍ତି। ଯେତେବେଳେ ଦଧିଚିଙ୍କ ପାଖରେ ପ୍ରାର୍ଥନା କଲେ, ସେ ଯିଏ ପ୍ରାର୍ଥନା କରୁ, ଇନ୍ଦ୍ର କରୁ, ଆପଣମାନେ କ'ଣ ଯିଏ। ଦଧିଚି କହିଲେ କ'ଣ? ସେ କହିଲେ ଏଇଆ କଥା, ଯଦି ଆପଣ ସାହାଯ୍ୟ ନ କରିବେ ତାହେଲେ ଦେବତା ମାନେ ଶେଷ, ମଣିଷ ଶେଷ, ସବୁ ଶେଷ। କ'ଣ ପାଇଁ? ତମ ଦରକାର କ'ଣ କୁହ? ନା ଆମର ଆଉ ଦରକାର କି ନାହିଁ, ହାଡ଼ ଖଣ୍ଡେ ଦରକାର। ସାଙ୍ଗେ ସାଙ୍ଗେ ଗାଈମାନଙ୍କୁ, ଗୋମାତା ମାନଙ୍କୁ ଆହ୍ୱାନ ଦେଲେ, ଦେହରେ ମାନେ ଯୋଉ ଗାଈ ଖାଇବା ଜିନିଷ କି ତେଲ କି କ'ଣ ସେତେବେଳେ ଥିଲା, ଆମେ ତ ସେ ଯୁଗର ଲୋକ। ଗାଈ ଆସିଲା, 5-6ଟା ଖଣ୍ଡେ ଗାଈ ଆଇଥିବେ, ଜିଭ ନଗେଇକିରି ସବୁ ତାଙ୍କ ଚମ ଉପରୁ ଯୋଉଗୁଡ଼ାକ ଥିଲା, ଯୋଉ ଲଉଣୀ ଫଉଣୀ ଯୋଉ ଖାଦ୍ୟ ଥିଲା, ତାକୁ ସବୁ ଖାଇଲା। ଖାଇସାରିଲା ପରେ ଆଉ କ'ଣ ରହିଲା? ଖାଲି ହାଡ଼ ଆଉ ଚର୍ମ ଗଲା, ମାଂସ ଗଲା, ସବୁ ଗଲା। ଦଧିଚି କହୁଛନ୍ତି, ହେ ଦେବରାଜ ଇନ୍ଦ୍ର, କେଉଁ ହାଡ଼ଟି ତମର ବର୍ତ୍ତମାନ ଦରକାର, ଶୀଘ୍ର ନିଅ। ଦେବରାଜ ଇନ୍ଦ୍ର ବି ହାତ ଯୋଡ଼ିକିରି କହିଲେ, ପ୍ରଭୁ ମୋର ବି ଭୁଲ ହେଇଗଲା। ନା କିଛି ଭୁଲ ହେଇନି, ସେ ଗୋଟିଏ ପଦ କହିଥିଲେ, ମାଟିର ଘଟ ଏ ମାଟିରେ ଘଟ ଏ ମାଟିରେ ମିଶିବ ନାହିଁ, ଏଥିରେ ସନ୍ଦେହ। ପର ଉପକାରେ ଆଜି ଦଧିଚି ନାହାନ୍ତି, ବୃତ୍ରାସୁର କିନ୍ତୁ ଅଛି। ଆପଣମାନେ ବୃତ୍ରାସୁରଙ୍କୁ ଦେଖୁଛନ୍ତି ଯେ ଜାଣିପାରୁନାହାନ୍ତି। ଆପଣ ଏଇ ଖରା ଦିନେ ବୃତ୍ରାସୁର ମାନଙ୍କୁ ଦେଖୁଛନ୍ତି, କିନ୍ତୁ ଟିକେ ଚିହ୍ନି ପାରୁନାହାନ୍ତି। ଆଉ ସେ ବୃତ୍ରାସୁର କିଏ? ଏଇ ଯୋଉ ଖଣ୍ଡିଆ ଭୂତ, ଯାହାକୁ ଆପଣମାନେ କହନ୍ତି ଟର୍ନାଡୋ। ଏବେ ଆମ ଓଡ଼ିଶାରେ 2-3ଟା ଖଣ୍ଡିଆ ଭୂତ
ମାନେ ପୋଖରୀ ପୋଖରୀ ଶୁଖେଇ ଗାଡ଼ି ଫାଡ଼ି ଓଲଟେଇକି ଗଲେ। ଆଜି ବି ବୃତ୍ରାସୁର ବଞ୍ଚିଛି, ତାକୁ ମାରିବ କିଏ? ଦଧିଚ ନାହାନ୍ତି, ଆଉ ତାକୁ ମାରିବ ଦଧିଛି। ତେଣୁ ସଜ୍ଜନ, ଆମେ ଋଣୀ, ମା ଗର୍ଭରୁ ଆମେ ଋଣୀ। ମା ଗର୍ଭରୁ ମା କୋଳକୁ ଆସିଛି, ମା କୋଳରୁ ଧରିତ୍ରୀ ଉପରେ ବିଛଣା ପକେଇ ଦେଇଥିଲା କିଏ? ତମେ ଯେତେବେଳେ ହଗି ବୁଝିକିରି ଗଡୁଥିଲ ତାକୁ ସଫା କରିଥିଲା କିଏ? ତମେ ଯେତେବେଳେ କାନ୍ଦୁଥିଲ ତମକୁ ଖାଇବାକୁ ଦଉଥିଲା କିଏ? ତମେ ଯେତେବେଳେ ସ୍କୁଲକୁ ଯାଉନଥିଲ ତମକୁ ଜବରଦସ୍ତି ନଉଥିଲା କିଏ? ତମର ଯେତେବେଳେ ବେମାର ହଉଥିଲା, ଜର କି ଥଣ୍ଡା କି କଣ, ଠାକୁରଙ୍କ ପାଖରେ ବ୍ରତ କରିଥିଲା କି? ଜାଗର ବ୍ରତ, ସେ ଅମୁକ ବ୍ରତ କିଏ କରେ? ତେଣୁ ଆମେ ମା ପାଖରେ ଋଣୀ, ଆଉ ଋଣ ସୁଝିବୁ କଣ? ମା ପେଟରୁ ଆମେ ଋଣୀ ହେଇକି ଯାଇଛୁ, ମା ସ୍ତନରୁ କ୍ଷୀର ଖାଇ ଆମେ ଋଣୀ ହେଇକି ଯାଇଛୁ, ପ୍ରକୃତି ମାର ଖାଦ୍ୟ ଖାଇ ଆମେ ଋଣୀ ହେଇଛୁ। এইଭଳି ଭାବରେ ଆମେ ସମସ୍ତେ ଋଣୀ। ଆଚ୍ଛା, ଆମେ ଏଠି ଗୋଟେ ସତ୍ସଙ୍ଗ କରୁନା କ'ଣ ଗୋଟେ କରୁଛେ, କ'ଣ ଲେଖା ହେଇଛି ଦିବ୍ୟ ନା କ'ଣ, ଦିବ୍ୟ ସତ୍ସଙ୍ଗ। ଆଉ ସେ କ'ଣଟା ମାନେ ବି ମୁଁ ବୁଝିନି, ସେ ଆଉ ସେ ଲେଖା ହେଇଛି। ଆଚ୍ଛା, ଆପଣମାନେ ଚିନ୍ତା କରନ୍ତୁ, ଆପଣମାନେ କହିବେ ଏଠି ଗୋଟେ କ'ଣ ଋଣ ଆମେ ସୁଝିବୁ? ଏଠି ତ ବର୍ତ୍ତମାନ ବଳିଆ ତାର କହିକିରି ବାହାରିବ, ଆମେ ଆମର ପ୍ରସାଦ ପାଇକିରି ଘରକୁ ଯିବୁ। ଆରେ ଋଣ ତାର କ'ଣ ଆମେ ଶୁଣିବୁ? ଏଠି କୋଉମାନଙ୍କର ଋଣ ଆପଣ ଶୁଣୁଛନ୍ତି? ପିତୃ ଋଣ। ଯେଉଁ ଖାଲି ଏଇ ଘରର ପିତୃପିତା ନୁହନ୍ତି, ଆପଣମାନଙ୍କର, ମୋର, ମୋ ବାପା ମା, ଯେଉଁ ପିତୃପିତା ମାନେ ଅମୋକ୍ଷ ହେଇ ଆଜି ବି ବୁଲୁଛନ୍ତି, ମୁକ୍ତି ପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି। ଆପଣ ଏଠି ହରିବୋଲ ପକାଉଛନ୍ତି କି ନାମ କରୁଛନ୍ତି, ସେମାନେ ମୁକ୍ତି ପାଇ ପଡ଼ୁ, ତାଙ୍କ ପାଇଁ ଆପଣ ଋଣ ସୁଝିଲେ। ଆପଣ ଯୋଉ ପ୍ରସାଦ ପାଇଲେ, ସେ ପ୍ରସାଦଟି କ'ଣ? ଚିକେନ ଝୋଳକୁ କିଏ ପ୍ରସାଦ କରେ? କୋଉ ଲେଖା ହେଇଛି? ଆମେ ଗୋଟେ କୀର୍ତ୍ତନ କରିବାକୁ ଯାଇଥିଲୁ ଆଳି, ସେଠି ଗଲାକୁ କୀର୍ତ୍ତନିଆ ମାନେ ରୁଷିଛନ୍ତି, ଖାଉନାହାନ୍ତି। ବାବୁ କାହିଁକି ରୁଷିଛ? ନା ପିଆଜ ପଡ଼ିନି ମାନେ ଆମେ ତରକାରୀରେ ଟେଷ୍ଟ ହବନି, ତେଣୁ ଆମେ ଖାଇବୁ। ମୁଁ କହିଲି ବାବୁ, ତମ ଠାରୁ ଆଜି ମୁଁ ଗୋଟେ ଭଲ ବୁଦ୍ଧି ପାଇଲି, ଇଏ ବୁଦ୍ଧିଟା ମୋର ନଥିଲା। ମୁଁ ଏଇଠୁ ବର୍ତ୍ତମାନ ଯିବି ପୁରୀ, ଜଗନ୍ନାଥଙ୍କ ମନ୍ଦିରରେ କହିବି ଯେ ଅଭଡ଼ା ଢେରେ ପିଆଜ ରସୁଣ ପକା। ଆପଣମାନେ ପ୍ରସାଦ ପାଇବେ,
गोटे गोटे सभार आपण मान देखिथिबे दया करी आपण माने समस्ते प्रसाद पाइकिरी जिबे मुटा पिठिरे टिके चुमुटी दिए माने प्रसाद माने दया प्रसाद पाइकिरी जिबे ये हूँ आउ गोटे दया आउ दया करी प्रसाद पाइबे ता माने कौन माने तुम एमती हो गल तांकु तुम दया करूच प्रसाद पाइकी जाओ ये प्रसाद को अवमानना करूच सबुरी प्रसाद तांकरी केनाल बंधटा आज भी साक्षी अच्छे निश्चिंत कोई पाखर बड़िया को चेयर बाउंस बांधिकी से चेयर मत बसई मु भावुथा ये केतबले छिंडी पड़े जाऊ मत टेकिक शह शह कीर्तनिया माने से कौन भर एत गोटे श्रद्धा आसला मत कि डाकी हरिबोल रुड़ी पकई सब नहीं आइले बेलून भी उठाए मुझे देखुए अरे बेलून भी किन अच्छा आम एत बात आसलु खाई कौथे गोटे साइकल किंतु बसिली गोटे सिंहासन आपिल गोटे अनुष्ठान है यही घर राजू बाबू आउ आपिल अनेक जो मान चली गले दीप बाबू मोटा पाटे पशुनि कह तेणु ये सब देवनना ये सब थे अच्छा मत गोटे तार सेटा कौन कहती तार त्रिपाल ना कौन कौन हाँ तारपल से गोटा एमती पकई गोटा खट पकई मुझे बसे शुए सब करे भाषण भाषण देकी आसी पुणी से शोई से दिन एते मेघ आते पवन है माने आश्चर्य मेघ पवन मुझे कौटी निरोला बही थे हुए तो टे आमर जहाँ टे पाठ अच्छी आम क्या गोटा कौन कही था सी मंत्री फंत्री कि नुह आम जहाँ देवा देवी की प्रार्थना कर मुझे बही मो ऊपर आउ जो बही कौन प्रार्थना कर मेघ छाड़ा धुमाड़ गला जी जुआड़े से ताल भितर गले मुझे पालू ओल्लैक अनेला बेलू देखिली जे ये बहल आहरी बेसी हम गोटे विस्तृत एरिया खाली भात गदा आउ डालमा भी गदा मुझे देखिकी मोर आगे गोटे मन भर आसला मोर निजर कर्तापणिया साधन पणिया मत एमती नहीं आइले एमती आमर कीर्तन है एमती आमको फूलमाला देले ये कथा गुड़ाक सबू मत विश्व बढ़िया लगे मुझे अरे मु तो जीवन में किसी करनी ये कहीं मत पूजा कर राति पुणी आउ गोटे साइकल साइकल मत चढ़ी आसे मु चढ़ी थी मत वर्षे कि 1.5 वर्ष कटे
ତା ଦେହରେ 20 ଥର ଖଣ୍ଡେ ଖଣ୍ଡିଆ ବି ହେଇଥିଲି, କିନ୍ତୁ ମୁଁ ଚଢ଼ିଥିଲି। ମୁଁ ଆଉ କିଛି ମୁଁ ଚଢ଼ିନି ଗାଡ଼ି ଘୋଡ଼ା। ମୁଁ ଗୋଟିଏ ସ୍ଥାନ ନିର୍ବାଚନ କଲି ଏଇ କଟକ ଭିତରେ। ମୁଁ କହିଲି ମୁଁ ଏଇ ଖରା ଦିନେ ପାଣି ଭାତ ୟାକୁ ସବୁ କିଛି ମୁଁ ଖାଇବି ନାହିଁ। ମୁଁ ଏଇଠି ମୁଁ ଟିକେ ପ୍ରାର୍ଥନା କରିବି। ଜଗତର ମା ଅନ୍ନପୂର୍ଣ୍ଣା ଆମ ସମସ୍ତଙ୍କୁ ଯିଏ ଅନ୍ନ ଦଉଛି, ଆଜି ଆଫିଲ ଗ୍ରାମରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳର ଅନ୍ନ ଭାସିଗଲା, ତାହେଲେ ମୋର ସାଧନାର ମୂଲ୍ୟ କ'ଣ? ତେଣୁ ମୁଁ ଆଜି ସାଧନା ବି ଛାଡ଼ିଛି। ମୋ ଘରକୁ ମୁଁ ପଳେଇବି। ଆଉ ସେତେବେଳକୁ ମୋ ବୟସ ମୋତେ 18-19 ବର୍ଷ। ଏଠିକି ଯେତେବେଳେ ଆଇଥିଲି 17 ବର୍ଷ, 17 କି 18। ସେଇ ଅନ୍ନପୂର୍ଣ୍ଣାଙ୍କର ଦୟା ଆଜି ଲୋକମାନଙ୍କ ପାଇଁ କାର୍ଯ୍ୟରେ ଲାଗୁଛି। ଲୋକ ବି ବେଳେ ବେଳେ ଖୁମ୍ବ ଆଳୁ ବୁଝିକିରି କହନ୍ତି ଯେ ବାବା ବଳିଆପାରା ହେଉଛନ୍ତି ଅନ୍ନପୂର୍ଣ୍ଣା ସାଧକ। ମୋର ମୁଁ ଅନ୍ନପୂର୍ଣ୍ଣା ସାଧକ କଲି, ତମର କ'ଣ ଗଲା? ତମେ ଖାଇଛ, ତମ ପେଟ ପୁରୁଛି କି ନାହିଁ? ନା ହଁ ପେଟ ପୁରୁଛି। ତମର ତ ପେଟ ପୁରିଲା, ମୁଁ ଅନ୍ନପୂର୍ଣ୍ଣା ସାଧନା କଲି, ତମର କ'ଣ ଗଲା? ତେଣୁ କେତେ ଭୂତ, କେତେ ପ୍ରେତ, କେତେ ତନ୍ତ୍ର, କେତେ ଅପରାଧ, କେତେ ଯନ୍ତ୍ରଣା, ଏଇ ଯୋଉ ଆପଣମାନେ ଗୋଟେ ଘର ଭିତରେ ସତ୍ସଙ୍ଗ କରୁଛନ୍ତି, ଆପଣ ଭାବିବେ ନାହିଁ ଯେ ସେ ରାଜୁବାବୁଙ୍କ ଘରେ ଆମେ ସତ୍ସଙ୍ଗ କରୁଛୁ। ଏଇ ପଞ୍ଚାୟତରେ, ଏଇ ଜିଲ୍ଲାରେ, ଏଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ, ଏଇ ଗୋତରା ଆপিଲ ଗ୍ରାମରେ ଆମେ ଯେଉଁ ସତ୍ସଙ୍ଗ କରୁଛେ, ଏ ସତ୍ସଙ୍ଗରେ ଆମେ ତେଣୁ ତୁଳସୀ ସେଇଥିପାଇଁ ଲେଖିଲେ ବିନୁ ସତ୍ସଙ୍ଗ ଜୀବନରେ ଯଦି କ'ଣ ଗୋଟେ ଜୀବନରେ କରିବାକୁ ଚାହୁଁଛ, ସ୍ୱାମୀ ବିବେକାନନ୍ଦ କହିଥିଲେ ଜୀବ ସେବା କରେ ଯେଉଁ ଜନ, ସେଇ ଜନ ସେବିତେ ଈଶ୍ୱର। ଯଦି ଆପଣମାନେ ଜୀବନରେ ଗୋଟେ ଛୋଟିଆ କଥା ବି କରିଛନ୍ତି, ସେ କୁକୁରଟା ପାଇଁ ହଉ, ବିଲେଇଟା ପାଇଁ ହଉ, ମଣିଷଟା ପାଇଁ ହଉ, ତାହେଲେ ଜୀବନର ସମସ୍ତ ଅପରାଧ ଖଣ୍ଡିତ ହବ ଏମିତି ନୁହେଁ। ଏଇଟା ଗ୍ୟାରେଣ୍ଟି ଦିଆଯିବ, କୋର୍ଟ ପେପରରେ ମୁଁ ଲେଖିଦେବି ଯେ ଜୀବନରେ ଯଦି ସତ୍ସଙ୍ଗର ସୁଯୋଗ ଆସେ, ନାମ କୀର୍ତ୍ତନ କରିବାର ସୁଯୋଗ ଆସେ, କଳିଯୁଗରେ ଯଜ୍ଞର ଆବଶ୍ୟକ ନାହିଁ, କଳିଯୁଗରେ ନାମ ଯଜ୍ଞର ଆବଶ୍ୟକ ରହିଛି। ତେଣୁ ଯେଉଁମାନେ ଯଜ୍ଞ କରୁଛନ୍ତି ସେ କରନ୍ତୁ, ସେଟା କିଛି ମନା ନାହିଁ, କିନ୍ତୁ ନାମକୁ ଗୁରୁତ୍ୱ ଦିଆହେଇଛି। ସେ ପରିଷ୍କାର ଭାବରେ ଭାଗବତରେ କହିଲେ
শ্রীকৃষ্ণ গোবিন্দ ये कलिजुगर श्रेष्ठ नाम आउ सब नाम कर नाम कि माने ये जो विद्वेष भाग रखतुनि नाम तो आजिकल आम बहुत होगा क्या कौन कहवा कौ नामटा भल कौ नामटा मंद एवं आम आमर जहाँ शिखीचु कहलु श्रीकृष्ण गोविंद हरे मुरारी हे नाथ नारायण दास तेणु भागवत परिष्कार भाव में आंगुठी देखी आमको कहले मो नाम श्रवण कीर्तने श्रद्धा उपजे जार मने श्रद्धा न थाई अंतर्गते केवल लौकिकर मते लज्जा संकोच दूर करी नाचिब उन्मत आय परम शास्त्र भागवत अभ्यास करुथिब नित्य तर्क पाषांड शास्त्र जेते अभ्यास न करिबे तेणु आपण माने यही जो किछि मुहूर्त यही आपण माने निजको किछि समय पाई समर्पण करी ये कौन छोटिया कथा ये कौन गोटे 10-15 टंकार मूल्यर कथा यहाँ हूँ अमूल्य आपको आप मूल्य करें आम जाइलु गोटे सत्संग कलु जी अनाबना खना जी कहले किंतु सत्संग कलु यही कथाटा गोटे छोटिया कथा कोटि कोटि टंका सहित माने समान कले मध्य से केबे हेले समान हेई पारिब नाही से कहते दंडे निमिषे क्षणे लेसे जिए बा थाओ जेउ देशे उचे पढ़िब मोर नाम शुभिब सकल आजिर दुनिया रे सब ठेला पेला हेगिरी सी ता हाथ को पेलुटी सी ता हाथ को पेलुटी माने ये पेला पेली है सब दीक्षा नौ पेला पेली ही दुख दीक्षा कौन नौ युगुड़ा की कथा ये जी दीक्षा नब से नब तुम कहीं पेलुच तेणु आज यही हूँ वर्तमान आम सनातन धर्मर जदि कलंक किसी थाए आमे ही तार कलंक तमिलनाडुर विरोधी दल नेता एसेम्बली भितर बसी मुख्यमंत्री आगे सी कहूँ आमे मिलीमिशी काम करवा माने एते मेलापी लोकटी से आम मिलीमिशी काम करवा किंतु सनातन धर्म को
ସନାତନ ଧର୍ମକୁ ମୂଳୋତ୍ପାଟନ କରି। ମୁଁ ଥରେ ଶୁଣିଥିଲି, ମୁଁ ଗୋଟିଏ ଚିଠି ଦେଇଥିଲି, ତା ଉତ୍ତର କିଛି ଆଇଲାନି। ଏଥରକ ଯେତେବେଳେ ଚିଠି ଦେଲି, ମୁଁ ଲେଖିଦେଇଛି ଉତ୍ତର ଅପେକ୍ଷାରେ ରହିଲି। ଯଦି ଉତ୍ତର ନ ପାଇବି ମୁଁ ଆପଣଙ୍କ କ୍ୱାର୍ଟର ପର୍ଯ୍ୟନ୍ତ ଯିବି। ଆପଣ ସନାତନ ଧର୍ମକୁ କ'ଣ ଭାବୁଛନ୍ତି? କ'ଣ ଆଳୁ ସାରୁ ବାଇଗଣ ଏଇଆ? ସ କହିଲେ ସତ୍ୟ, ନା କହିଲେ ନାମ, ତ କହିଲେ ତତ୍ତ୍ୱ, ନ କହିଲେ ନୀତି ନିୟମ ନିଷ୍ଠା। ତେବେ କୋଉଗୁଡ଼ାକୁ ମାନେ ବାଜ୍ୟାପ୍ତି କରିବ? ତେଣୁ ବର୍ତ୍ତମାନ ଏଇଭଳିଆ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେମାନେ ଆସୁଛୁ। ହଁ, ଏଇ କଥାଟା ମୁଁ କହୁଥିଲି ଯେ କୁଆଡ଼େ ପଶିଗଲା। ଆଉ କ'ଣ କରିବା? ଏଇ ଯେଉଁ ଭଗବାନ କୃଷ୍ଣ ଦ୍ରୌପଦୀଙ୍କ ପାଖରେ ପହଞ୍ଚିଲେ, ସିଏ ଶାଗରୁ ଟିକେ ପାଟିରେ ପକେଇଯାଏ। ଦ୍ରୌପଦୀ ଅନେଇଛନ୍ତି, ଶାଗଟା କ'ଣ ଆପଣ ପାଟିରେ ପକାଏ? ଭଗବାନ କହୁଛନ୍ତି, ଆପଣ ତ ଭାଗବତର ସବୁ ଲେଖା ହେଇକି ସ୍ପଷ୍ଟ ଭାବରେ। ଯା ନାମ ହବ ଜଳେ ହେରା, ଯା ନାମ ହବ ଜଳେ କରୁଣା କଟାକ୍ଷ ତେଣୁ ସେ କ'ଣ କହୁଛନ୍ତି? ବଢ଼ିଆ କଥା। ଦ୍ରୌପଦୀ କହୁଛନ୍ତି, ପ୍ରଭୁ ଦୁର୍ବାସା ତାଙ୍କର 1000 ଶିଷ୍ୟଙ୍କୁ ନେଇ ସିଏ ଯାଇଥିଲେ କୌରବମାନଙ୍କ ପାଖକୁ, ଦୁର୍ଯ୍ୟୋଧନ ସଭାକୁ। ଦୁର୍ଯ୍ୟୋଧନ ତାଙ୍କୁ ଖାଇବାକୁ ପିଇବାକୁ ଦେଇ ଦକ୍ଷିଣା ଫକ୍ଷିଣା ଭଲକରି ଦେଇକିରି ସେ ତାଙ୍କୁ ସନ୍ତୁଷ୍ଟ କରିଦେଇଥିଲେ। ସେଇ ଦୁର୍ଯ୍ୟୋଧନ ମାୟାରେ ଆମକୁ ଅଭିଶପ୍ତ କରାଇବା ପାଇଁ ସେଇ ଦୁର୍ଯ୍ୟୋଧନ ଆମକୁ ଦୁର୍ବାସାଙ୍କୁ ପଠେଇଛି। କହିଛି ସେମାନେ ସବୁ ଜଙ୍ଗଲକୁ ଗଲେ, ଆପଣ ତ ଏଠି ଭଲ ଖାଇଲେ, ଆଉ ତାଙ୍କ ପାଖକୁ ଟିକେ ଯାଆନ୍ତୁ, ତାଙ୍କୁ ଟିକେ ଆସିବା। ସେଇଟା ଗାଇଲେ ଯା ମାୟା ଦେବେ ଅଗୋଚର, ଦୁର୍ବାସା ତ ସେ ଶାଗଟାକୁ ପାଟିରେ ପକେଇ ଦେଇଛନ୍ତି। ଭୀମ ଅର୍ଜୁନ ଇତ୍ୟାଦି ଯାଇକରି ଫଳ ତୋଳିବା ପାଇଁ ଦୁର୍ବାସା ଗୋଟିଏ ଝରଣାରେ ପଶିକିରି ଗାଧଉଛନ୍ତି। ତାଙ୍କ ଶିଷ୍ୟମାନେ ବି ଗାଧଉଛନ୍ତି। ଏମିତି ଗାଧେଇଲା ବେଳେ ପେଟରେ ପାଣି ଦିଅନ୍ତିନି। ପେଟରେ ପାଣି ଦେଲାକୁ ତାଙ୍କର ସବୁ ଉଠିଲା ଅଜିନ ବାନ୍ତି। ଏମିତି ବାନ୍ତି ହେଲା ଯେ ସେ ପୁଷ୍କରିଣୀ ହେଉ ଜଳଘାଟ, ସେ ଖାଲି ବାନ୍ତି, 1000 ଲୋକ ବାନ୍ତି କଲେନି, ଆଉ ଖାଲି ବାନ୍ତିରେ ଭର୍ତ୍ତି ହେଇଗଲା।
ଦୁର୍ବାସା କହିଲେ ଏ ପିଲାମାନେ ଦୁର୍ଯ୍ୟୋଧନ ଠାରୁ 1000 ଗୁଣରେ ଉଦାର ଆଉ ଦାନୀ ହେଉଛନ୍ତି ଯୁଧିଷ୍ଠିର, ଧର୍ମରାଜ ଯୁଧିଷ୍ଠିର। ଆମେ ତା ଘରକୁ ଗଲେ ଆମକୁ ସେ ଖାଇବାକୁ ନ ଦେଇ ଛାଡ଼ିବନି। ତାହେଲେ କ'ଣ କରିବା? ଚାଲ ଇଆଡ଼େ ଫେରିବା, ଆଉ ଯିବା। ତେଣୁ ଦୁର୍ବାସା ଫେରିଗଲେ। ଭଗବାନ କୃଷ୍ଣ ଶାଗ ଖାଇଲେ, ଭୀମ ଅର୍ଜୁନ ସବୁ ଫଳମୂଳ ଯାହା ଆଣିଥିଲେ ତାକୁ ସବୁ ଥୋଇଲେ, କାହାକୁ ବାଣ୍ଟିଲେ ଯାହା। ଏଇଥିରୁ ବୁଝିବେ ଆମ ଅଚ୍ୟୁତଙ୍କର ସେଇ କଥାଟି, ତୁମେ ଯେବେ କୃପା କରିବ পাণ্ডবন্তু তুমি রখিল রখিব ତୁମେ ଯେବେ କୃପା କରିବ ଓରେ ଶିବ ଆହୋରି ତୁଲାନ୍ତ এই মহাপুরুষ যদি আজ আমেরিকারে কি चीन की जापान रे जन्म होता आज पृथ्वी रे तक कथा चली था। किंतु ये महानदी चित्रकला त्रिकोण भूमि रे लीला खेला आज भी आम मन रखीचु। महिमा स्वतंत्र से जहा कही जाइछंती आमे बंधाए ताकू ठीक भाव न बुझी ताकू जहा माने ता व्याख्या गोटे कर लोक को खाली डर किंतु तांकर प्रत्येक कथा होची तत्वभित्तिक कथा। तेणु से महापुरुष मान को आमे कौन कहवा केवल डाकू तमें आस तुम राज्य तुम्हें निवा आम द्वारा ये हम आम तो एमती कहूँ कहीं लोक लोक परिवर्तन होना छक बजार मद दुकान आम कौन तेणु सज्जन से गोटे भल गोटे बढ़िया पद कही विषयार सरे मजी साधु संग विषयारसरे मजेली साधु संग को तेजी तरुणी तनया तनुकी दिवा रजनी है तुम्भ नाम काहू जान
କୁମ୍ଭ ନାମ ଜାଣି ଜୀବନ ପ୍ରକୃତି ମୋଟେ ତେଣୁ ଆମେମାନେ ଏମିତି ଅବସ୍ଥାରେ ପଡ଼ିଛେ ଆମର ଭୁଲ କରିବାକୁ ଇଚ୍ଛା ନଥିଲେ ବି ଆମେ ଭୁଲ ତ କରୁଛୁ ଆଉ ଇଚ୍ଛା ନାହିଁ କି ହଉଛି। ତେଣୁ ସମସ୍ତଙ୍କର ଭୁଲ ପରିମାର୍ଜିତ ପାଇଁ ଭାଗବତରେ ସେ କହିଛନ୍ତି ଭୀମସ୍ୟାପି ରଣଭଙ୍ଗୋ ମୁନିର ପିବତି ଭ୍ରମ ଯଦି ଶୁଦ୍ଧ ମମ ଗୀତାରେ କହିଲେ ତାପନ୍ନ ଦୋଷ ସଜ୍ଜନ ଆଉ ଏଠିକି ମୁଁ ଆସିଲି ଏଇ ଜାଗାଟାକୁ କ'ଣ କହୁଥିଲି 30-32 ବର୍ଷ ପରେ ଆଉ 30-32 ବର୍ଷ ପରେ କ'ଣ ମୁଁ ଥିବି? ଯଦି ମୁଁ କହିବି ନାହିଁ ଆଉ 30 ବର୍ଷ ଗତ ସେତେବେଳକୁ ଆମେ ନଥିବା ଆଉ କିଏ ଥିବେ? ତେଣୁ ଆପଣମାନଙ୍କ ସହିତ ଆପଣମାନେ କହୁଛନ୍ତି ଆମେ ବାବାଙ୍କୁ ଦେଖି ଦର୍ଶନ କରିବା ନା ସେସବୁ ନୁହେଁ। ବଳିଆ ଆପଣମାନଙ୍କୁ ଦର୍ଶନ କରି ଜୀବନକୁ କୃତାର୍ଥ ମନେ କରୁଛି। ଏଇ ବାଟ, ଏଇ ହାଟ, ଏଇ ଘାଟ, ଏଇ ଚାଷ, ଏଇ ଜମି, ଏଇ ବଜାର ସମସ୍ତେ ମୋ ପାଇଁ ସୁନ୍ଦର ଖାଲି ନୁହନ୍ତି, ଅତି ସୁନ୍ଦର। ଆମେ ପୁଣି କେତେବେଳେ ସୁବିଧା ପାଇଲେ ପୁଣି ଥରେ କେତେବେଳେ ଆସିବା। ଶେଷରେ ଆପଣମାନଙ୍କର ସମସ୍ତ ଅପରାଧ ଖଣ୍ଡନ ହଉ, ପିତୃପିତାମାନେ ଉଦ୍ଧାର ହୁଅନ୍ତୁ। ଏତିକି କହି ମୋର କଥାକୁ ବିଶ୍ରାମ ଦେଉଛି। ନାମ ଟିକେ